ବର୍ତ୍ତମାନ ଆମେ ଡିସ୍କସନ୍ କରିବା 2024 ମସିହାରେ ଆସିଥିବା ଆନୁଆଲ୍ ଏକ୍ଜାମ୍ର କ୍ଲାସ୍ 10ର ବିଜ୍ଞାନ ପ୍ରଶ୍ନ ଉତ୍ତର। ଅବଜେକ୍ଟିଭ୍ କ୍ୱେଶ୍ଚିନ୍ ଆମେ ଆଜି 1ରୁ 12 ଯାଏଁ ଡିସ୍କସନ୍ କରିବା। ଡୁବେରିନ୍ଙ୍କ ଟ୍ରାଏଡ୍ ସମୂହର ପ୍ରଥମ ମୌଳିକ ପାରମାଣବିକ ବସ୍ତୁତ୍ୱ X ଓ ଶେଷ ମୌଳିକର ପାରମାଣବିକ ବସ୍ତୁତ୍ୱ Y ହେଲେ ମଝିରେ ଥିବା ମୌଳିକର ବସ୍ତୁତ୍ୱ କେତେ ହେବ? ଉତ୍ତର ହେବ D, x+y/2 ହେବ। ଏକ ସବଳ ଅମ୍ଳ ଓ ଦୁର୍ବଳ କ୍ଷାରକ ଲବଣ pH ମୂଲ୍ୟ ପ୍ରାୟ କେତେ ହେବ? ଏହାର ସଠିକ୍ ଆନ୍ସର୍ ହେଉଛି 2ରୁ କମ୍ ହେବ। ଇଥେନ୍ ଅଣୁର କେତୋଟି ସଂଯୋଜ୍ୟ ବନ୍ଧ ଅଛି? 7ଟି ରହିଛି। ସମୀପ ଦୃଷ୍ଟି ସମ୍ପନ୍ନ ଏକ ବ୍ୟକ୍ତି 2 ମିଟର ଦୂରତା ବାହାରେ କୌଣସି ବସ୍ତୁକୁ ପରିଷ୍କାର ଭାବରେ ଦେଖିପାରେ ନାହିଁ। ସେହିପରି ସେହି ବ୍ୟକ୍ତି ସାଧାରଣ ଦୃଷ୍ଟି ସମ୍ପନ୍ନ ହେବା ପାଇଁ ସଂଶୋଧିତ ଲେନ୍ସ ପାୱାର କେତେ ହେବ? -0.50 D ହେବ। 5 ନମ୍ବର ଦେଖ, ଦସ୍ତା ଲେପନ ଏକ ପ୍ରଣାଳୀ ଯାହା କଳଙ୍କି ଲାଗିବାରେ ପ୍ରତିରୋଧ କରେ ତାହା ହେଲା କ'ଣ? ଷ୍ଟିଲ୍ ଓ ଆଇରନ୍। ନିମ୍ନ ରାସାୟନିକ ପ୍ରତିକ୍ରିୟାରେ କେଉଁଟି ବିଜାରକ? HCl ହେବ। 7 ନମ୍ବର ଦେଖ, 5ଟି ରେଜିଷ୍ଟରର ପ୍ରତ୍ୟେକର ପ୍ରତିରୋଧ 1/5 ଓମ୍ ହେଲେ ଏହି ସଂଯୋଗର ଅତି ବେଶୀରେ କେତେ ପ୍ରତିରୋଧ ସୃଷ୍ଟି ହେବ? କେତେ ହେବ? 1/5, ଯେଉଁଟା ଫାର୍ଷ୍ଟ ଅପସନ୍ରେ ରହିଛି। ଗୋଟିଏ ଇଲେକ୍ଟ୍ରନ୍ ଏକ ସମଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଲମ୍ବ ଭାବରେ ଚିତ୍ରରେ ପ୍ରଦର୍ଶିତ ହେଲା ଭଳି ପ୍ରବେଶ କରୁଛି। ଇଲେକ୍ଟ୍ରନ୍ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ହେବ ଡ୍ୟାସ୍। କେତେ ହେବ? ପୃଷ୍ଠ ବାହାରକୁ ହେଇଯିବ ହେଲା। C+OH ର ସକ୍ରିୟ ଗ୍ରୁପର ନାମ କ'ଣ? କାର୍ବକ୍ସିଲିକ୍ ଏସିଡ୍। ନିମ୍ନ ପରିପଥ ଚିତ୍ରରେ ପ୍ରଦର୍ଶିତ ବିଦ୍ୟୁତ୍ ସଂଯୋଗର ସମୂହ ପ୍ରତିରୋଧ କଳନା କର। ଫର୍ ଅପସନ୍ ଡି। ଯାନବାହନଗୁଡ଼ିକ ପଛପାଖ ଦେଖିବା ପାଇଁ ଖଞ୍ଜାଯାଇଥିବା ଦର୍ପଣର ବର୍ଦ୍ଧନ କେତେ? 1ରୁ କମ୍ ହେବ। 12 ନମ୍ବର, ଏଟା ଲାଷ୍ଟ କ୍ୱେଶ୍ଚିନ୍। ଗୋଟିଏ ଇଲେକ୍ଟ୍ରନ୍ ଆୟରନ୍ର ପ୍ରତିରୋଧ 20 ଓମ୍ ଅଟେ। ଏହା ମଧ୍ୟ ଦେଇ 5 ଏମ୍ପିୟର ବିଦ୍ୟୁତ୍ ସ୍ରୋତ 30 ସେକେଣ୍ଡ ପାଇଁ ପ୍ରବାହିତ ହେଲେ କେତେ ତାପ ସୃଷ୍ଟି ହେବ? 15,000 ଜୁଲ୍। ଓକେ ପିଲାମାନେ, ଆଜି ଆମେ 12 ନମ୍ବର ଯାଏଁ କରିଥିବା। ପୁଣି ଆମେ ନେକ୍ସଟ ଭିଡ଼ିଓରେ ପୁଣି 13ଠୁ କଣ୍ଟିନ୍ୟୁସ୍ କରିବା ହେଲା। ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବ।